যেভাবে ভাবে বিভ্রান্তি দিগার সৃষ্টি কলে আজি আজি কাশ্মীর টু কন্যাকুমারী আজি সমস্তে আজি খুশি মনাউଛୁ সারা দেশ খুশি মনাউছি গোটে ଐତିହାସିକ ବିଜୟ କେବଳ ନୁହେଁ ଜରୁରୀକାଳୀନ ପରିସ୍ଥିତିରେ ଯେମିତି ଗଣତନ୍ତ୍ର ରକ୍ଷା କରିବା ପାଇଁ ଭାରତୀୟ ଜନସଂଘକୁ ଜନତା ପାର୍ଟିରେ ଆମେ ବିଲୟ କରିଦେଇଥିଲୁ ଆମେ ସବୁ ତ୍ୟାଗ ତପସ୍ୟା କରିଥିଲୁ ଯେ ସରକାରର ପତନ ହଉ ଲୋକ ଜେଲ ଦେଶଟା ଜେଲରେ ପରିଣତ ହେଇଛି ମୁକ୍ତି ହୁଅନ୍ତୁ କଂଗ୍ରେସ ଯେଭଳି ଆତଙ୍କ ସୃଷ୍ଟି କରିଥିଲା 75 ମସିହାର ଜରୁରୀ ପରିସ୍ଥିତିରେ ଆଜି ପଶ୍ଚିମବଙ୍ଗର ଲୋକ ତ୍ରାହି ତ୍ରାହି ଡାକୁଥିଲେ ସେମାନେ ଆଜି ଟିକେ ଶାନ୍ତିରେ ନିଶ୍ୱାସ ମାରିବେ ରାତିରେ ଶାନ୍ତିରେ ଶୋଇବେ ଆଜି ରାତିରେ 49 ବର୍ଷ ପରେ ଆଜି ଶାନ୍ତିରେ ଶୋଇବେ ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି 15 ଦିନ ଗୃହମନ୍ତ୍ରୀ ସେଠି ଶେଷରେ କ୍ୟାମ୍ପ କରିକି ରହିଥିଲେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ହଉ ଯେଭଳି ଅନୁପ୍ରବେଶ ବଢ଼ୁଥିଲା ଯେଭଳି ଭାବରେ ଏସ୍ଆଇଆର୍ରେ 91 ଲକ୍ଷ ଲୋକଙ୍କ ନାଁ କଟିବାର ସମ୍ଭାବନା ଥିଲା ଯେଭଳି ଭାବରେ ଗୋଟେ ଆମ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ବାଛିବେ ଅନୁପ୍ରବେଶକାରୀ ବାଂଲାଦେଶ ଲୋକ ଆମ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ବାଂଲାଦେଶ ଲୋକ ବାଛିବେ ଇଏ ଯେଉଁ ସଂଘର୍ଷ ଚାଲିଲା ଯେଭଳି ଭାବରେ ସେଠିକାର ମୁଖ୍ୟମନ୍ତ୍ରୀ ଯେଭଳି ଅସାଧୁ ଉପାୟରେ ନିର୍ବାଚନ ଲଢ଼ୁଥିଲେ ସେ ନିର୍ବାଚନ ଆଜି ତାଙ୍କ ନିର୍ବାଚନ ଲଢ଼ିବାକୁ ପଣ୍ଡ କରିଛି ଭାରତୀୟ ଜନତା ପାର୍ଟି ଏବଂ ଆଜି ନରେନ୍ଦ୍ର ଭାଇ ମୋଦି ଅମିତ ଶାହାଙ୍କର ନେତୃତ୍ୱରେ ନିର୍ବାଚନ ହେଲା ପଶ୍ଚିମବଙ୍ଗରେ ଯେଉଁ ବିଜୟ ପ୍ରାପ୍ତି ହେଲା ଆଜି ସମସ୍ତେ ଆନନ୍ଦ ଉଲ୍ଲାସରେ ଅଛନ୍ତି ବିଜୟ ଉତ୍ସବ ପାଳନ ଅବସରରେ ଆମ ଦଳୀୟ କାର୍ଯ୍ୟାଳୟ ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ପ୍ରଦେଶ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ସମସ୍ତେ ଦିନସାରା ଖୁସି ମନାଉଛନ୍ତି 5ଟି ରାଜ୍ୟ ନିର୍ବାଚନର ଫଳାଫଳ ଆଜି ରାତି ସୁଦ୍ଧା ଘୋଷଣା କରାଯିବ ଫଳାଫଳର ଯେଉଁ ଟ୍ରେଣ୍ଡ ଅଛି ନିଶ୍ଚିତ ଭାବରେ ଆସାମରେ ସରକାର ହେମନ୍ତ ବିଶ୍ୱ ଶର୍ମା ଯେ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଲଗାତାର ତୃତୀୟ ଥର ପାଇଁ ଆସାମର ସରକାର ଗଢ଼ିବାକୁ ଯାଉଛନ୍ତି ଆମେ 100+ରେ ପହଞ୍ଚିଛନ୍ତି ଏ ଅବସରରେ ଆମେ ସମସ୍ତେ ପଶ୍ଚିମବଙ୍ଗରେ ବିପୁଳ ବିଜୟ ସରକାର ପ୍ରଥମ ଥର ପାଇଁ ଭାରତବର୍ଷ ଇତିହାସରେ ଗୋଟେ ସ୍ୱର୍ଣ୍ଣାକ୍ଷର ଲିପିବଦ୍ଧ ହୋଇ ରହିବ ଲମ୍ବା ସଂଘର୍ଷ ଯାତ୍ରାରେ କେତେ ଲୋକଙ୍କର ବଳିଦାନ ହେଇଛି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ସହିତ ବେଙ୍ଗଲରେ ରାଜନୈତିକ ହିଂସାରେ କେତେ ବଳିଦାନ ହେଇ ତାର ହିସାବ ନାହିଁ ସଂଖ୍ୟା ନାହିଁ ଗତକାଲି ନିର୍ବାଚନ ଏଇ ନିର୍ବାଚନ ଗୋଟିଏ ନିର୍ବାଚନ ଯେଉଁଠି ସଂଘର୍ଷ ସବୁଠୁ କମ୍ ହେଇଛି ଆଉ ନିର୍ବାଚନ 2.5 ଲକ୍ଷ ପାଖାପାଖି ସାମରିକ ବେସାମରିକ ଲୋକ ଆମର ଯେଉଁମାନେ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ କରିବାକୁ ପଡ଼ିଲା ଯେଉଁଠି 49 ବର୍ଷ ପରେ ପ୍ରଥମ ଥର ଲୋକମାନେ ଭୋଟ ଦେବାର ସୁଯୋଗ ପାଇଲେ 49 ବର୍ଷ 34 ବର୍ଷ ବାମପନ୍ଥୀ ସରକାର 15 ବର୍ଷ ତୃଣମୂଳ ସରକାର 49 ବର୍ଷ ପରେ ଲୋକ ପ୍ରଥମ ଥର ପାଇଁ ଭୋଟ ଦେବାର ସୁଯୋଗ ପାଇଲେ ଭୋଟ ଦେଇପାରିଲେ ଭୟ ଆତଙ୍କରୁ ବଞ୍ଚିତ ହେଇକି ଭୋଟ ଦେଇଛନ୍ତି ନଥିଲା ଆଜି ସବୁଠୁ ଖୁସିର ବିଷୟ ଏ ବିଜୟ ସାଧାରଣ ଲୋକଙ୍କର ବିଜୟ କେବଳ ହେଇନି ଆମ ଅଖଣ୍ଡ ପରିଶ୍ରମ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କର ବିଜୟ ହେଇଛି ସାରା ଦେଶର କାର୍ଯ୍ୟକର୍ତ୍ତା ପଶ୍ଚିମବଙ୍ଗ ଆସିଥିଲେ ସମସ୍ତେ ଚେଷ୍ଟା କରିଥିଲେ ଗୁଣ୍ଡୁ ଚିରୁଷା ଭଳି ବାଲି ଝାଡ଼ିବା ପାଇଁ भारत माता की बीजेपी जिंदाबाद बीजेपी जिंदाबाद बीजेपी जिंदाबाद ये जोरदार उत्साह आसवा कथा बंग आमर पड़ोसी श्यामा प्रसाद जी माटी 205 जितलु भारत माता की बंदे बंदे बीजेपी जिंदाबाद
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଆମେ ସେ କାର୍ଯ୍ୟକ୍ରମରେ ଏ ଜାଗାରେ ବସିକରି ସମସ୍ତେ ଶୁଣିବା। ତା ପୂର୍ବରୁ ଆମ ଗହଣରେ ଅଛନ୍ତି ଆମ ଜୟ ଜୟ ଶ୍ରୀରାମ, ଭାରତ ମାତା କି ବନ୍ଦେ ବନ୍ଦେ, बीजेपी जिंदाबाद, बीजेपी जिंदाबाद, भारत माता की। से रसगोला खाइकर आम समस्ते पालन करवा। रसगोला भाई आमर, भारत माता की वंदे वंदे। बीजेपी जिंदाबाद, बीजेपी जिंदाबाद, जय श्री राम, जय श्री राम, जय श्री राम, भारत माता की वंदे वंदे। बीजेपी जिंदाबाद, बीजेपी जिंदाबाद, बीजेपी जिंदाबाद, भारत माता की।